ତାଙ୍କ ଚାବି ପ୍ରଧାନମନ୍ତ୍ରୀଙ୍କ ପାଖରେ। ଏଠି ଇଏ ରାଜ୍ୟର ଯେ ନେତା ସେ କ'ଣ କରିବେ? ପ୍ରଧାନମନ୍ତ୍ରୀ ଯାହା କହିବେ ସେଇଆ, ଏଇଆକୁ ଏଇଆ ଦିଅ ଦିଆହେବ। ତମେ ଆଗ ରିଭ୍ୟୁ କର, ଖାଲି ସାକ୍ଷାତ ବେଶୀ କରନି। କ'ଣ ପାଇଁ ଦରଦାମ ବଢ଼ୁଛି? ତମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଯାହା ବି ହେଲେ ଓଡ଼ିଶା ଦାୟିତ୍ୱରେ ଅଛ ମୁଖ୍ୟମନ୍ତ୍ରୀ, ଏ ଦରଦାମ କାହିଁ ହୋଇ ବଢ଼ୁଛି? ପରିସ୍ଥିତି ଦରଦାମ ପାଇଁ। ନରେନ୍ଦ୍ର ମୋଦି, ତମେ ବେଶୀ ଆଉ ଚିକିଣି କଥାବାର୍ତ୍ତା କରନି। ତମେ ଭାରତ ଲାଭକୁ, ତମେ ଡିଜେଲରେ ପଇସା ଖାଇଲ, ପେଟ୍ରୋଲରେ ଖାଇଲ, ଗ୍ୟାସରେ ଖାଇଲ, ଜିଏସ୍ଟିରେ ଖାଇଲ। ଏଇନା ଆଳୁ ରେଟ୍ ବଢ଼ିଲା, ପିଆଜ ରେଟ୍ ବଢ଼ିଲା, ପୋଟଳ 100, ସାରୁ 100, ଜହ୍ନି 100, ବାଇଗଣ 100, ପିଆଜ 90। ବଞ୍ଚିବୁ କେମିତି ଆମେ? ଡାଲି ରେଟ୍ ବଢ଼ିଲା, ଘିଅ ରେଟ୍ ବଢ଼ିଲା, ତେଲ ରେଟ୍ ବଢ଼ିଲା, ଅଟା ରେଟ୍ ବଢ଼ିଲା, ଚୁଡ଼ା ରେଟ୍ ବଢ଼ିଲା। ଆମେ ବଞ୍ଚିବୁ କେମିତି? ନରେନ୍ଦ୍ର ମୋଦି ଆଉ ମୋହନ ବାବୁ, ତମେ ଆଗ ରିଭ୍ୟୁ କର, ଖାଲି ସାକ୍ଷାତ ବେଶୀ କରନି। କ'ଣ ପାଇଁ ଦରଦାମ ବଢ଼ୁଛି? ତମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଯାହା ବି ହେଲେ ଓଡ଼ିଶା ଦାୟିତ୍ୱରେ ଅଛ ମୁଖ୍ୟମନ୍ତ୍ରୀ, ଏ ଦରଦାମ କାହିଁ ହୋଇ ବଢ଼ୁଛି? କ'ଣ ପାଇଁ ବଢ଼ୁଛି? ତୁରନ୍ତ ବ୍ୟବସ୍ଥା କର। ଦରଦାମରୁ କେମିତି ଆମେ ଗରିବ ଲୋକ କ୍ଷାନ୍ତ ହେବୁ? ଟଙ୍କିକିଆ ଚାଉଳ ଖାଇଲା ପରେ ଆମେ କୋଡ଼ିଆ ହେଇଯାଇଛୁ ଓଡ଼ିଶାର ଜନସାଧାରଣ। ଗାଁ ଗହଳିରେ ଶାଗ ପଟାଳି ବି ବୁଣୁନୁ, ଆମେ ପନିପରିବା ବି ବାଇରେ ଚାଷ କରୁନୁ, ଧାନ ଚାଷ ବି କରୁନୁ। କେଉଁ ଟଙ୍କିକିଆ ଚାଉଳ ମିଳିଗଲା, ଖାଲି ହାଣ୍ଡିଆ ପିଇକିରି, ଦେଶୀ ପିଇକିରି, ଗଞ୍ଜେଇ ଖାଇକିରି ଖାଲି ଆମେ ଗଡ଼ୁଛୁ। ୟାର ପ୍ରତିକାର କର, ଲୋକଙ୍କୁ କାମ ଦିଅ। ଗାଁ ଗହଳିରେ ସେ ଚାଷ କାମ ଦିଅ। 90% ଲୋକ ଚାଷ ଉପରେ ନିର୍ଭର କରନ୍ତି। ପନିପରିବା ତମର ଅଣ୍ଡା ଆସିବ ଆନ୍ଧ୍ରରୁ, ମାଛ ଆସିବ ଆନ୍ଧ୍ରରୁ, କଦଳୀ ଆସିବ ଆନ୍ଧ୍ରରୁ, ପିଆଜ ଆସିବ ନାସିକରୁ, ଆଳୁ ଆସିବ ୱେଷ୍ଟବେଙ୍ଗଲରୁ, ଡାଲି ଆସିବ ହରିୟାଣାରୁ, ପଞ୍ଜାବରୁ, ଗହମ ଆସିବ ୟୁପିରୁ। ବନ୍ଦ କର। ନିଜ ରାଜ୍ୟରେ ଚାଷ କରିବାର ସୁଯୋଗ ଦିଅ, ଚାଷୀମାନଙ୍କୁ ସାହାଯ୍ୟ କର। ଯିଏ ମୁଖ୍ୟମନ୍ତ୍ରୀ ସମୟରେ ସାମନ୍ତ ଯୋଜନା, ଇଏ ଯୋଜନା କଲେ ATM ଚାଉଳ ମିଳିବ, ଭଲ ସୁବିଧା ହେବ, ଲୋକ ସୁବିଧାରେ ପାଇବେ। ଏ ଜଣେ ଆଦିବାସୀ କୂଳରେ ଜନ୍ମ, ଗାଁ ଗହଳିରେ ଜନ୍ମ। ମୁଁ ତାଙ୍କୁ କହିଛି, ତୁମେ ଗାଁ ଗହଳିରେ ରହିଛ, ଏ ସହରରେ ଗାଁ ଗହଳିରେ ଯେଉଁ ଗରିବ ଲୋକ ଖଣ୍ଡିଆ ଘରେ ପଡ଼ିଛନ୍ତି, ଟିଣ ମଡ଼େଇକି, କୁଟା ମଡ଼େଇକି, ନଡ଼ା ମଡ଼େଇକି, ଜରି ମଡ଼େଇକି, ସେ ଦଳ ମତ ନିର୍ବିଶେଷରେ ଏଇ ଗରିବ ଲୋକଗୁଡ଼ା ଘର ଗାଁ ଗହଳିରେ, ଓଡ଼ିଶା ଯାକ ଗାଁ ଗହଳିରେ ପଡ଼ିଛନ୍ତି। ଆଦିବାସୀ, ହରିଜନ, ଗରିବ, ମୁସଲମାନ, ଖ୍ରୀଷ୍ଟିଆନ ସବୁ ପଡ଼ିଛି। ମୁସଲମାନ ବହୁତ ଗରିବ ଅଛନ୍ତି, ଖଣ୍ଡିଆ ଘରେ ପଡ଼ିଛନ୍ତି। ଏ ସହରମାନଙ୍କରେ ତାଙ୍କୁ ପଟ୍ଟା ଦିଅ। ଆଦିବାସୀମାନଙ୍କର ଘର ଦିଅ, ଏପର୍ଯ୍ୟନ୍ତ ପଟ୍ଟା ମିଳିନି, ତାଙ୍କୁ ପଟ୍ଟା ଦିଅ। ଏ ଗରିବ ଲୋକଙ୍କୁ ଥଇଥାନ କର, ଆଗ ଏ କାମ କର। ଆଉ ATM ଜରିଆରେ ଚାଉଳ ଦେବ, ଭଲ ହେବ। ଆହୁରି କୋଡ଼ିଆ ହେଇଯିବୁ ଆମେ, ଟଙ୍କିକିଆ ଚାଉଳ ଖାଇକି। ଆଉ ଆମେ ଶାଗ ପଟାଳି ବି ବୁଣୁନୁ, ଗାଁରେ ପନିପରିବା କରୁନୁ। ହଉନି। ନୂଆ ମୁଖ୍ୟମନ୍ତ୍ରୀ ଯାହା ଚାହିଁବେ ତାହା ହେବ, ନୂଆ ଆଇନ ହେବ, ଏଇ କର୍ମଚାରୀ ମାନେ କରିବେ, କରନ୍ତୁ। ପୋଲିସ ଅଧିକାରୀ ବହୁତ ମନୋଗାମୀ କାମ କରୁଛନ୍ତି। ମୁଁ ଜାଣିନି, ଯଦି ପୁଲିସ ଭଳିଆ କରୁଥିବେ ଇନକ୍ୱାରି କରି ତାଙ୍କୁ ଦଣ୍ଡ ଦିଅନ୍ତୁ। ସୁର ଭାଇ, ଗୋଟେ ଭିଡ଼ିଓ ଏବେ ଗଣମାଧ୍ୟମରେ ବହୁତ ଭାଇରାଲ ହେଉଛି। ପ୍ରଶାନ୍ତ ଜଗଦେବ କହିଛନ୍ତି ଆମ ଚାବି ହେଉଛି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଅଛି। ଆଉ ସତ କଥା, ତାଙ୍କ ଚାବି ପ୍ରଧାନମନ୍ତ୍ରୀଙ୍କ ପାଖରେ। ଏଠି ଇଏ ରାଜ୍ୟର ଯେ ନେତା ସେ କ'ଣ କରିବେ? ପ୍ରଧାନମନ୍ତ୍ରୀ ଯାହା କହିବେ ସେଇଆ, ଏଇଆକୁ ଏଇଆ ଦିଅ ଦିଆହେବ, ଆକୁ ଏଇଆ ଦିଅ, ତାକୁ ଅର୍ବନ ଦିଅ। 3 ଦିନ ଗଡ଼ିଗଲାଣି ପୋର୍ଟଫୋଲିଓ ବାଣ୍ଟିବା ପାଇଁ। ସାଡ଼ୁ କ୍ଲିୟର ଯାଇଲା, ଇଆଡ଼େ କ୍ଲିୟରେନ୍ସ ହେଲା। କିନ୍ତୁ ଇଏ ମୋହନ ମାଝୀ ନିଜେ ଜାଣିଥିଲେ ମୁଖ୍ୟମନ୍ତ୍ରୀ ହେବେ, ତାଙ୍କ ଦଳ ଜାଣିଥିଲେ। ପାଣ୍ଡିଆ ନବୀନ ପଟ୍ଟନାୟକ 9 ତାରିଖ ଡେଟ୍ ଘୋଷଣା କରିଥିଲେ, ଫେଲ୍ ମାରିଗଲା। କ'ଣ ଭାସିଗଲା? 25 ବର୍ଷ ରହିଲେ, ଗୁଡ଼େ ରାଜ୍ୟର ବିକାଶ କରିଛନ୍ତି, ଫେର୍ କରିବେ। ବିରୋଧୀ ଦଳର ନେତା ହେଲେ ନବୀନ ପଟ୍ଟନାୟକ, ଧନ୍ୟବାଦ। ଏହାଦ୍ୱାରା କର୍ମଚାରୀମାନେ ଯେ ଟାଇଟ୍ ହେବେ, ଖାଇଯାଉଥିଲେ କର୍ମଚାରୀ ସବୁ, ଟିକେ ଚେକ୍ ହେବ। ମୁଁ ଭାବୁଛି ବଢ଼ିଆ ହେଇଛି ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହେବା ଦ୍ୱାରା। ମୋହନ ମାଝୀ କ'ଣ ଚାବି କଣ୍ଡେଇ ହେଇଯିବେ ଦିଲ୍ଲୀର? ଆରେ ବାବୁ, ସେ ଦଳରେ ଚାବି କଣ୍ଡେଇ ଯେଉଁ ମୁଖ୍ୟମନ୍ତ୍ରୀ ଯେଉଁ ରାଜ୍ୟର, କିଏ ଯେ କ୍ଷମତା ନାହିଁ ଆଉ ମୁଖ୍ୟମନ୍ତ୍ରୀ ହେଇଛନ୍ତି କାହିଁକି? ମୁଖ୍ୟମନ୍ତ୍ରୀ ଯାହା ଚାହିଁବେ ତାହା କରିବେ ରାଜ୍ୟର। ଆଜି ତୁମକୁ ଚିଫ୍ ସେକ୍ରେଟାରୀ, ସିନିୟର IAS, ଜୁନିୟର ଥିଲେ ବି ତୁମକୁ କରିଦିଆଯିବ। ତାକୁ ଦିଆହେଇଛି
आकु आईजी ताकू हेल्थ डायरेक्टर ताकू कलेक्टर खोर्धा जहाँ चाहिए मुख्यमंत्री ता करियो मुख्यमंत्री से गेड़ा हेले कौन हम छोट सापर भारी विष बढ़िया काम कर दिंतु जो दुर्नीति होतब इनक्वारी हम जदि दुर्नीति होतब तार रिजल्ट गुड मिल जदि दुर्नीति न रिजल्ट बैड मिल किसी एथर सन्देह ना कारण दीपाली अति भद्र महिला आम सान भाईर झील जड़े भल बिजनेसमैन तांकर कंट्रोलिंग कैपेसिटी अच्छी लोकों सेवा करती लोके भोट देइछंती जबरदस्ती ईवीएम जरिया आम हरइबा ठीक नुह इनक्वारी हवा दरकार ईवीएम रिओपन दाबी कले किंतु नवता सिंह केस रिओपन हम मु से कथा कहि परिबिनी किंतु ताको रिओपन हवा उचित जड़े भल लोक थिले भद्र लोक थिले शिल्पपति गोटे थिले आ जड़े भल कैबिनेट मंत्री थिले स्वास्थ्य मंत्री दायित्व रे थिले तांको गोटे हत्या करागला इनक्वारी हवा रिओपन हवा आवश्यक।